ମୁଁ ମଳକୁମାର ପଣ୍ଡା କମାଟି ପଞ୍ଚାୟତର ଜଣେ ଅଧିବାସୀ। ଆମ ତିନୋଟି ପଞ୍ଚାୟତ ବନ୍ୟା ପ୍ରଭାବିତ ଅଞ୍ଚଳ କଇଆ କମାଟି ଖାନନଗର ସମୁଦାୟ ବନ୍ୟାରେ ବି ବାରମ୍ବାର ଜିଲ୍ଲାପାଳଙ୍କୁ ଜଣେଇକି କ୍ଷତିପୂରଣ ପାଇଲାନି। କମାଟି ପଞ୍ଚାୟତରେ କେଳାଙ୍ଗ ମୌଜା ପାଇଲା, କଇଆ ପଞ୍ଚାୟତରେ ଓନ୍ଲି ଗୁଣ୍ଠିପଡ଼ା ପାଇଲା, ଖାନନଗର ପଞ୍ଚାୟତ ଆଦୌ କୌଣସି ମୌଜା ପାଇଲାନି କ୍ଷତିପୂରଣ। ବର୍ତ୍ତମାନ ଏକମାତ୍ର ରବି ଧାନ ଚାଷୀ ମାନେ ଚାଷ କରି ବଞ୍ଚନ୍ତି ଏବଂ 4 ବର୍ଷ ହେଲା ଏମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ ବିକନ୍ତି ଏବଂ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିଲା ଏବଂ ସୋସାଇଟି ମାଧ୍ୟମରେ ଧାନ ବିକୁଥିଲେ। ପୂର୍ବ ବର୍ଷ ଚାଷୀ ମାନେ ମାନେ ସୋସାଇଟି ମାଧ୍ୟମରେ 500 ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେଲେ, ସେମାନେ ଅଭାବ ବିକ୍ରି ଶିକାର ହେଲେ। ବର୍ତ୍ତମାନ ସରକାର ନିଷ୍ପତ୍ତି ଯଦି ଆଦୌ ସ୍ୱୟଂ ସହାୟକ ଗୋଷ୍ଠୀର ଧାନ ଦିଆଯିବ ନାହିଁ, ସେଥିପାଇଁ ତୁରନ୍ତ 19 ତାରିଖ ଦିନ ଶହ ଚାଷୀ ଯାଇକି ଜିଲ୍ଲାପାଳଙ୍କୁ ଜଣାଇଲେ। ଜିଲ୍ଲାପାଳ ହାତ ଟେକିଦେଲେ ଯେ ତାଙ୍କ ପରିସର ନୁହେଁ, ଏ ହେଉଛି ସରକାରଙ୍କ ନିଷ୍ପତ୍ତି, ସରକାର ଯାହା କରିବେ। ଆମେ ସେଥିପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଇମେଲ ଜଣେଇଛୁ ଯେ ତୁରନ୍ତ ଏହା ନିଷ୍ପତ୍ତି ପରିବର୍ତ୍ତନ କରାଯାଉ, ନଚେତ ଆମେ 26 ତାରିଖ ଦିନ ଗଣଧାରଣା ଅନଶନରେ ବସିବୁ। ଏକଥା ବାରମ୍ବାର ଆମେ ଜିଲ୍ଲାପାଳଙ୍କୁ କହିଛୁ। ଜିଲ୍ଲାପାଳ ମୁଁ କହିଲେ ମୁଁ କହିପାରୁନି, ସରକାର ହେବ। ଏଇଟା ଆମ ଲୋକାଲ ନେତୃତ୍ୱଙ୍କୁ କୁହାଯାଇଛି, ଲୋକାଲ ଏମପି ବି ସେଟା ଜଣାଯାଇଛି, ସମସ୍ତେ ଜଣାଯାଇଛି ଯେ ବର୍ତ୍ତମାନ ଯଦି ସମ୍ବଲପୁର ଜିଲ୍ଲାରେ ଏସଏଚଜି କିଣିପାରୁଛି, କଟକରେ କିଣିପାରୁଛି, ଭଦ୍ରକ କିଣିପାରୁଛି, ତ ଯାଜପୁର ସେଥିରୁ ବ୍ୟତିକ୍ରମ କାହିଁକି? ଯାଜପୁର ଜିଲ୍ଲାରେ ଏସଏଚଜି କଣ ଅସୁବିଧା ହେଲା? ଆମେ ନିଶ୍ଚିତ ଆଶାବାଦୀ, କାରଣ ଯେତେବେଳେ ଅନଶନରେ ବସିଛନ୍ତି, ଏବାରେ ଆମର ଅନଶନ 3 ଜଣ ବସିଲେ, ଯେ କଇଆ ପଞ୍ଚାୟତରୁ ଦିଗମ୍ବର ଦାସ ଗୁଣ୍ଠିପଡ଼ା ତାଙ୍କ ଘର ଏବଂ ରଞ୍ଜିତ ବାରି କମାଟି ଗାଁର କମାଟି ପଞ୍ଚାୟତର କମାଟି ଗାଁ ତାଙ୍କ ଘର, ମାନସରଥ ବିଶ୍ୱାଳ କମାଟି ପଞ୍ଚାୟତ କେଳାଙ୍ଗ, 3 ଜଣ ଆମର ଅନଶନ ଚାଷୀଙ୍କ ଭିତରେ କଲେ। 100 ଚାଷୀ ତାଙ୍କ ସହିତ ଗଣନାରେ ବସିବେ। ଯେ ପର୍ଯ୍ୟନ୍ତ ସରକାର ତାଙ୍କ ନିଷ୍ପତ୍ତି ବଦଳାଇବେ ନାହିଁ, ସେ ପର୍ଯ୍ୟନ୍ତ এই ଧାରଣା ଅନଶନ ଚାଲିବ। ଦୁଇଟି କଥା ଆମେ କରୁଛୁ, ଚାଷୀଙ୍କୁ ମାନେ ଏସଏଚଜି ମାଧ୍ୟମରେ ଧାନ ବିକିବା ସୁଯୋଗ ଦିଆଯାଉ, ନଚେତ ପୂର୍ବଥର ଯୋଉ ଚାଷୀ ମାନେ ଧାନ ବିକି ପାରିଲେ ନାହିଁ, 1400 ଟଙ୍କା ବିକିଛନ୍ତି, ସେମାନେ ତାଙ୍କୁ ଟୋକନ ଯାଞ୍ଚ କରିକି ସମସ୍ତଙ୍କ ଆକାଉଣ୍ଟରେ କୁଇଣ୍ଟାଲ ପିଛା 1700 ଟଙ୍କା କ୍ଷତିପୂରଣ ଦେଇଦେଲେ। ଆମେ ସରକାରଙ୍କୁ ବିଶ୍ୱାସ ଆସିବ, ଚାଷୀ ମାନେ କହିବେ ଆମେ ସୋସାଇଟି ଦେଲେ ଯିଏ ନ ଦେଇପାରିବ ସେ କ୍ଷତିପୂରଣ, ସେଥିରେ କିଛି ଅସୁବିଧା ନାହିଁ। ପୂର୍ବରୁ ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳ ଠାରୁ ଯିଏ ତଳସ୍ତର ପର୍ଯ୍ୟନ୍ତ ଯିଏ ଏଥିପାଇଁ ଦାୟୀ, ତାଙ୍କ ଦରମାରୁ ଆଦାୟ କରି ସରକାର ଚାଷୀକୁ କ୍ଷତିପୂରଣ ଦେଲେ ଚାଷୀ ମାନଙ୍କ ପ୍ରତି କୌଣସି ପ୍ରଶାସନିକ ଅଧିକାରୀ କରିବନି, ଦିନେ ଆର ଆଖ ଦେଖିବେ ନାହିଁ। ତେଣୁ ଆମେ ଚାହୁଁଛୁ ଏଟା କାର୍ଯ୍ୟାନୁଷ୍ଠାନ ଦୃଢ ଭାବରେ ନିଆଯାଉ। ମୋ ନାଁ ମାନସବ୍ରତ ବିଶ୍ୱାଳ, ଆମ ଘର କେଳାଙ୍ଗ କମାଡ଼ି ପଞ୍ଚାୟତ। ଆମେ ଏଠି ଅନଶନ ବସିବାର କାରଣ ଅଛି, ଆମର ଆମେ ସୋସାଇଟିର ଟୋକନ ଆର ବର୍ଷ କରିଥିଲୁ, ଧାନ ଦେଇପାରିନଥିଲୁ। ଗୋଷ୍ଠୀର ଯୋଉମାନେ କରିଥିଲେ ପୁରା ଧାନ ଦେଇଥିଲେ, ପୁରା ଧାନ ସବୁ କମ୍ପ୍ଲିଟ ଦିଆ ହେଇଥିଲା। ଆମେ ଆର ବର୍ଷ ସୋସାଇଟିର କରିକି ଧାନ ଦେଇପାରିନଥିଲୁ। ଏଥର ଗୋଷ୍ଠୀର ଆମେ ସୋସାଇଟିରୁ ଆଣିକି ଗୋଷ୍ଠୀର ଆମେ ଅନଲାଇନ କରିଛୁ, କିନ୍ତୁ ଗୋଷ୍ଠୀ ଏଥର ଆମେ ଖବର ପାଇଲୁ ଯେ ଗୋଷ୍ଠୀରୁ କଟିକି ସବୁ ସୋସାଇଟି କି ପଳେଇଛୁ। ଆମେ ଦ୍ୱନ୍ଦ୍ୱରେ ଅଛୁ ଯେ ଆମେ ଗୋଷ୍ଠୀର ଧାନ ଦେଇପାରିବୁନୁ, ସେଠି ବହୁତ ରାଜନୀତି ଚାଲୁଛି। ଆମେ ସାଧାରଣ ଚାଷୀ, ଆମେ ଗୋଷ୍ଠୀର ଧାନ ସୋସାଇଟିର ଦେଇପାରିବୁନୁ, ଆମକୁ ଗୋଷ୍ଠୀର ଧାନ ଦେବା ପାଇଁ ସରକାରକୁ ନିମିତ ଅନୁରୋଧ, ଆମକୁ ଦିଆଯାଉ ଟୋକନ ଅନିର୍ଦ୍ଦିଷ୍ଟ କାଳ ପାଇଁ। 2 ଦିନ ଭିତରେ ଯଦି ନ ଶୁଣନ୍ତି ଆମେ ରାସ୍ତାକୁ ଓହ୍ଲେଇବାକୁ ଆମେ ପ୍ରସ୍ତୁତ କରୁ। ପ୍ରିୟବ୍ରତ ବିଶ୍ୱାଳ, ଆଜି କଇଆ କମାଟି ଖାନନଗର କୃଷକ ମାନଙ୍କୁ ନେଇ ଏକ ଗଣଧାରଣାରେ ବସିଛୁ। କାରଣ ହଉଛି ଗତ ବର୍ଷ ଗୋଷ୍ଠୀ ମାଧ୍ୟମରେ କମାଟି ସେବା ସମବାୟ ମାଧ୍ୟମରେ ଲୋକ ପଞ୍ଜୀକୃତ କରିଥିଲେ, କିନ୍ତୁ ଶ୍ରୀ ଗଣେଶ ଗୋଷ୍ଠୀ ମାଧ୍ୟମରେ ଯୋଉମାନେ ପଞ୍ଜୀକୃତ କରିଥିଲେ ସେମାନଙ୍କ ଧାନ ବହୁ କଷ୍ଟରେ ପ୍ରୟୋଗ କରିଥିଲେ ସରକାର, ଏବଂ ଯୋଉମାନେ ସୋସାଇଟି ମାଧ୍ୟମରେ ପଞ୍ଜୀକୃତ କରିଥିଲେ ସେମାନଙ୍କ ଧାନ ଶେଷ ସମୟ ପର୍ଯ୍ୟନ୍ତ ଯାଇପାରିଲା ନାହିଁ। ଏ ବର୍ଷ ଅଭିଧାନ କ୍ରୟ ନିମନ୍ତେ ସରକାର ଘୋଷଣା କରିଛନ୍ତି ଯେ ଗୋଷ୍ଠୀକୁ ଧାନ ନ ଦିଆଇ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ ନ କରି ପୁନର୍ବାର ସୋସାଇଟି ମାଧ୍ୟମରେ କ୍ରୟ କରିବା ପାଇଁ କରାଯାଇଛି। ଯେହେତୁ ପୂର୍ବ ବର୍ଷ ସୋସାଇଟି ମାଧ୍ୟମରେ ଧାନ ସମ୍ପୂର୍ଣ୍ଣ କ୍ରୟ କରାଯାଇ ପାରିଲା ନାହିଁ, ବହୁ ଚାଷୀ ହଇରାଣ ହେଲେ। ଏ ବର୍ଷ ମଧ୍ୟ ଚାଷ ଛାଡି ଦେଇଛନ୍ତି। ପୁନର୍ବାର ଯଦି ପୁଣି ଗୋଷ୍ଠୀ ମାଧ୍ୟମକୁ କଟା ଯାଇକି ସୋସାଇଟି ମଧ୍ୟ ଧାନ ଦିଆଯାଏ, ତେବେ ପୂର୍ବ ବର୍ଷ ହଇରାଣ ହେବେ। ତେଣୁ ଆମର ଏଠି ଦାବି ଯେ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ କରାଯାଉ ଏବଂ ବର୍ଷ ଯୋଉ ଚାଷୀ ମାନେ ସୋସାଇଟି ମାଧ୍ୟମରେ ପଞ୍ଜୀକୃତ ହେଇଥିଲେ ଧାନ ଦେଇନଥିଲେ ସେମାନଙ୍କ କ୍ଷତିପୂରଣ ଦେବା ପାଇଁ ଆମେ ଆଜି ଦାବି ନିମନ୍ତେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିଛୁ। ଯଦି ଏହି ଧାରଣାକୁ ସରକାର ମାନି ନିଅନ୍ତି ଆମର ସମସ୍ତ ମାନେ ଇଏକୁ ଦାବିକୁ, ତେବେ ଆମେ ଧାରଣାର ଉଠିବୁ, ନଚେତ ଆଗାମୀ ଦିନରେ ନିଶ୍ଚିତ ଭାବରେ ଇଏ ଚାଷୀ ସଂଗଠନ ଆହୁରି ଦୃଢ ଭାବରେ ଗଣଧାରଣାରେ ରହିବ। ମୋ ନାଁ କିଶୋର ନାୟକ, ଘର ଦରବା, ପଞ୍ଚାୟତ କଇଆ। ଧାରଣାର ଆଭିମୁଖ୍ୟ ହେଉଛି ଚାଷୀ
କିପରି ନିଜର ଧାନକୁ ସୁରକ୍ଷିତ ଭାବେ ଦେଇପାରିବେ। କାରଣ ବିଗତ ଦିନରେ ଗତ ବର୍ଷ 970 କୁପନ ଆଲଟମେଣ୍ଟ ହେଇଥିବା ବେଳେ ଚାଷୀ 50% ରୁ ଅଧିକା ଚାଷୀ ଧାନ ଦେଇ ପାରୁନଥିଲେ, ଯାହାକୁ କି ପ୍ୟାକ୍ସ ଠିକ ଭାବରେ ପରିଚାଳନା କରିପାରି ନଥିଲା। ତେଣୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ, ରାସ୍ତା ରୋକ କରିଥିଲେ। ସବୁ କିଛି କଲା ପରେ ବି ଚାଷୀ ମାନେ ଧାନ ଦବାରୁ ବଞ୍ଚିତ ହେଇଥିଲେ। ତେଣୁକରି ଚାଷୀ ଏଥର ଏସଏଚଜି ମାଧ୍ୟମରେ ବହୁ ଚାଷୀ ପଞ୍ଜୀକୃତ କରିଥିଲେ। ଏକ ପୁରୁଣା ଏସଏଚଜି ଥିଲା ଆମର ଶ୍ରୀ ଗଣେଶ ଏସଏଚଜି, ସେଥିରେ ଗତ ବର୍ଷ ଯୋଉମାନେ ସକ୍ସେସ ହେଇଥିଲେ ସେଇ ସକ୍ସେସ କୁ ଦେଖି ବାକି ଚାଷୀ ମାନେ ସେ ଶ୍ରୀ ଗଣେଶର କରିଥିଲେ। କୟା ପଞ୍ଚାୟତର ନୂଆ ବଜରଙ୍ଗୀ ଏସଏଚଜି ଗ୍ରୁପ ହେଇଥିଲା, ସେଥିରେ ସମସ୍ତେ କରିଥିଲେ, ପଞ୍ଜୀକୃତ କରିଥିଲେ। ଡାଉଟ୍ ପ୍ଲଟ ସର୍ଭେ ବି ଚାଲିଥିଲା। ହଠାତ୍ 4-5 ଦିନ ପୂର୍ବେ ଆଙ୍କର ବ୍ଲକ କୁ ବନ୍ଦ କରି ଦିଆଯାଇଛି ଏବଂ ଚାଷୀ ସଂଖ୍ୟାକୁ ପ୍ୟାକ୍ସ କୁ ଟ୍ରାନ୍ସଫର କରାଯାଇଛି, ଯୋଉଥିରେ କି ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି। ଚାଷୀ ମାନେ ନିଜର ବିଶ୍ୱାସ ହରାଇଛନ୍ତି ଯେ ଗତ ବର୍ଷ ଆମେ କର୍ଜା ଦାମରେ ବୁଡି ମରିଛୁ, ଆମେ ଧାନ ଦେଇପାରିନୁ, ଆମେ ଯେଉଁଠି ପଞ୍ଜୀକୃତ କରିଥିଲୁ ସେଇଠି ଧାନ ଦବାକୁ ଚାହୁଁଛୁ। ସରକାରଙ୍କୁ ଅନୁରୋଧ, ସେମାନେ ତାଙ୍କର ଚାଷୀ ମାନଙ୍କର ରେଜିଷ୍ଟ୍ରେସନ ଯୋଉ ଯୋଉ ଏସଏଚଜି ରେ ହେଇଥିଲେ ସେଇ ଏସଏଚଜି କୁ ପୁନର୍ବାର ପ୍ୟାକ୍ସ ରୁ ଟ୍ରାନ୍ସଫର କରି ଚାଷୀ ମାନଙ୍କୁ ଧାନ ଦବାର ସୁଯୋଗ ଦିଅନ୍ତୁ ଏବଂ ଚାଷୀ ମାନଙ୍କୁ ଏ ଯୋଉ ସଂକଟରୁ ଉଦ୍ଧାର କରନ୍ତୁ।